ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଗତ ଏପିସୋଡରେ ଆମେ ଦେଖିଥିଲା ମାନସୀ ସାପକୁ ଦେଖି ଡରି ଯାଇଥିଲା। ଆଜି ଆମେ ଦେଖିବା ମାନସୀ ସାପକୁ ଦେଖି ସାପ ସାପ କହି ଡରିକି ବାହାରକୁ ଚାଲିଯିବ। ହେଲେ ଜ୍ୟୋତି ସାପକୁ ଦେଖି ଡରିବନି, ବରଂ ସେ ସାପ ପାଖକୁ ଯାଇ ପ୍ରଣାମ କରିବ। ତାପରେ ଜ୍ୟୋତିକୁ ପ୍ରଣାମ କରିବା ଦେଖି ଜୀବନ କହିବ, ଜ୍ୟୋତି ଏ କ'ଣ କରୁଛ ତମେ? ଆରେ ସେଟା ସାପ, କାମୁଡ଼ିଦେବ ତମକୁ, ସେଠାରୁ ଉଠିଯାଅ। ତାପରେ ଜ୍ୟୋତି ଜୀବନର କଥା ଶୁଣିବ ନାହିଁ, କାରଣ ସେ ତ ସାପ ରୂପରେ ମହାଦେବଙ୍କୁ ଦର୍ଶନ କରୁଛି। ତାପରେ ତାକୁ ଏମିତି କରିବା ଦେଖି ଘରର ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ଜ୍ୟୋତି କହିବ, ହର ହର ମହାଦେବ। ତାପରେ ସେ ଜୀବନ ଆଡ଼କୁ ଦେଖି ମନରେ ମନରେ କହିବ, ସାନବାବୁ, ଆମ ପବିତ୍ର ସମ୍ପର୍କରେ ମହାଦେବଙ୍କ ଆଶୀର୍ବାଦ ଅଛି। ଏବେ ସେ ଯାହା ବି ପରୀକ୍ଷା ନେବେ ମୁଁ ରାଜି ଅଛି। ମୁଁ ଆଉ ହାର ମାନି ପାରିବି ନାହିଁ। ଆଉ ତାପରେ କହିବ, ହର ହର ମହାଦେବ, ହର ହର ମହାଦେବ କହି ଜପ କରିବ। ତାପରେ ସାପ ରୂପରେ ମହାଦେବ ଜ୍ୟୋତିକୁ ଆଶୀର୍ବାଦ ଦେଇ ସେଠାରୁ ଚାଲିଯିବେ।